ଲୋକଙ୍କ ପାଇଁ ଯିଏ ସ୍ୱରୋତ୍ତୋଳନ କରୁଛି, ଲୋକଙ୍କ ପାଇଁ ଯିଏ କହୁଛି, ତାକୁ ଲୋକ ନିଶ୍ଚୟ ପୂଜା କରିବେ। କିନ୍ତୁ ଯଦି କୌଣସି ପ୍ରଶାସନକୁ ତାଙ୍କ ଅପରାଧ ଯୋଗେ ମାଗୁଛି, ସେମାନେ ବରଂ ଲୋକ ଯଦି କ୍ଷମା ମାଗନ୍ତୁ, ତା ପରିବର୍ତ୍ତେ ତାକୁ ଚମିଲି ଓଝା ଭଳି ଜଣେ ବିଦ୍ୟମାନ ସରପଞ୍ଚ, କମ ବୟସର ଝିଅ, ବହୁତ ସୁନ୍ଦର ଭାବରେ ସେ ତାଙ୍କର କାର୍ଯ୍ୟକ୍ରମ କରିବାକୁ ଯାଉଛନ୍ତି, ତାଙ୍କୁ ଦାବିକିରି ଆପଣ କେବେ ରଖିପାରିବେ ନାହିଁ। ଏହା ଦ୍ୱାରା ଜନ ଆନ୍ଦୋଳନ ସୃଷ୍ଟି ହବ। ଅଯଥାରେ ସରକାର ଏଥିରେ ନ ପଶନ୍ତୁ, ତାକୁ ରାଜନୈତିକ ରୂପ ନ ଦିଅନ୍ତୁ। କଥା ହଉଛି ଯେ ଚମିଲି ଓଝା କଣ କହୁଥିଲେ? ଚମିଲି ଓଝା ନିଜ ଅଞ୍ଚଳର କୋଉ ସମସ୍ୟା ନେଇକି ଯାଇଥିଲେ, କଥାବାର୍ତ୍ତା କଲେ, ସବୁ କଥା କଲେ। ସେଠି ବିଡିଓ ତାଙ୍କୁ ଯୋଉ ଖରାପ ବ୍ୟବହାର କଲେ ଏବଂ ଅନ୍ୟମାନେ ତାଙ୍କୁ କଣ ଟେଳାପେଳା କଲେ, ମାଡ ମାଇଲେ, କଣ କଲେ, ଅଯଥାରେ ତାଙ୍କୁ ବଦନାମ କରିବା ପାଇଁ କଣ ଆଙ୍ଗୁଠି କାମୁଡି ଦେଲେ। ପୋଲିସ ଯଦି ଖରାପ ବ୍ୟବହାର କରୁଛି କୌଣସି ମହିଳାକୁ, ସେଥିରେ ସେ ପ୍ରତିବାଦ କରିବା ତାଙ୍କର ଅଧିକାର ନାହିଁ, ତାଙ୍କର ଅଧିକାର ଅଛି। ପୋଲିସ ଯୋଉ କହୁଛି କାମୁଡି ଦେଲେ, ପୋଲିସକୁ ମାରିଲେ, ତାର ଭିଡିଓ କିଛି ଦେଖାଉନି, କିନ୍ତୁ ତାଙ୍କ ଦେହରେ ଥିବା ଦାଗ ସେ ଦେଖେଇଛନ୍ତି ଚମେଲି ଓଝା। ହଁ, ନାଇଁ ଚମିଲି ଓଝା ଭଳି ଜଣେ ବୁଦ୍ଧିମାନ ଝିଅକୁ ଜଣେ ସରପଞ୍ଚ ଲୋକପ୍ରତିନିଧି, ତାଙ୍କୁ କଣ ଏଭଳି ଭାବରେ କ୍ଷତି ବିକ୍ଷତ କରିକିରି ଡାକ୍ତରଖାନାରେ ଭର୍ତ୍ତି କରିବା ଦରକାର? ଏଇଟା ବର୍ତ୍ତମାନ ଯୋଉ ଅରାଜକତା ଦେଖା ଯାଉଛି, ସେଥିପାଇଁ ସରକାର ଟିକେ ସତର୍କ ହେଇଯାଆନ୍ତୁ। ସରକାର ନିଶ୍ଚୟ ଲୋକପ୍ରତିନିଧି ମାନଙ୍କୁ ସମ୍ମାନ କରନ୍ତୁ। କାହିଁକି ନା ଏଭଳି ହେଲେ ପରବର୍ତ୍ତୀ କାଳରେ ଅରାଜକତା ଦେଖାଯିବ। କାଲି ଅନ୍ୟ କୌଣସି ଏମଏଲଏ ଆସିବେ, କୌଣସି ଦଳର ଏମଏଲଏ ଆସିବେ, କିଏ କଣ କହିଲା, ତାକୁ ବି ଅବସ୍ଥା ଭୋଗ କରିବାକୁ ପଡିବ। ଏତେବେଳୁ ସରକାରଙ୍କୁ ମୁଁ ଅନୁରୋଧ କରିବି ଯେ ସରକାର ଏଭଳି ଭାବରେ ଯୋଉ ଭାବରେ ଚମିଲି ଓଝା ପ୍ରତି ଯେମିତି ବ୍ୟବହାର କରୁଛନ୍ତି, ସେଥିରୁ କ୍ଷାନ୍ତ ରହିକିରି ଏବଂ ଘଟଣା କଣ ହେଇଛି ତାକୁ ପ୍ରକୃତରେ ବୁଝି ତାର ସମାଧାନ କରନ୍ତୁ। ନହେଲେ ଆଗାମୀ ଦିନରେ ଏହା ଏକ ଉଗ୍ର ରୂପ ନେବ ବୋଲି ମୁଁ ଆଶା କରୁଛି।